ଚଳଚ୍ଚିତ୍ରରେ ସବୁ କଥା ସମ୍ଭବ। ବାସ୍ତବ ଓ ଅବାସ୍ତବତାର କୌଣସି ସୀମା ନଥାଏ ଚଳଚ୍ଚିତ୍ରରେ। ଏମିତିକି ନାଟକ, ଏକାଙ୍କିକା ବା ଗଳ୍ପ, ଉପନ୍ୟାସରେ ଏମିତି ଅନେକ କାହାଣୀ ଓ କଥାର ଗନ୍ତାଘର ରହିଛି ଯେଉଁଠାରେ ବହୁ ଅସମ୍ଭବ କଥାକୁ ସେଠାରେ ସୃଜନଶୀଳତାର ପୁଟ ଦେଇ ସତ୍ୟପ୍ରାୟ ପ୍ରତୀୟମାନ କରାଯାଇଛି। ଶ୍ରୋତା କଥାରେ କଥାରେ, ପାଠରେ ପାଠରେ ବା ଦୃଶ୍ୟ ଶ୍ରାବ୍ୟର ପ୍ରଭାବରେ ଦର୍ଶକମାନେ ସମ୍ମୋହିତ ହୋଇ ଅନେକ ଅସମ୍ଭବ ଓ ଅସତ୍ୟକୁ ଜଗତରେ ଘଟିତ ଘଟଣା ଭଳି ମନେ କରନ୍ତି। ତେବେ ଏପରି ଘଟଣା ବାସ୍ତବ ଜୀବନରେ ଘଟିବା ଅସମ୍ଭବ ମନେ ହେଲେ ମଧ୍ୟ ବେଳେବେଳେ ସତ୍ୟ ପ୍ରମାଣିତ ହୋଇଥାଏ। ଶାଗପାଳ ଗାଁରେ ସେଦିନ ବହୁ ଲୋକ ଅପେକ୍ଷା କରି ରହିଥିଲେ ସେଇମିତି ଏକ ଅସମ୍ଭବ ସତ୍ୟକୁ ସାକ୍ଷାତରେ ଉପଲବ୍ଧି କରିବାକୁ। ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତଙ୍କ ମନରେ ହର୍ଷ ଓ ଉଲ୍ଲାସ। ଏମିତି କ'ଣ ହେଇପାରେ? 45 ବର୍ଷର ବିଚ୍ଛେଦ ପରେ ମିଳନର ଏକ ମହାର୍ଘ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ଶତାଧିକ ପରିବାର। ଆଜି ବିଚ୍ଛେଦ ହେଲେ କାଲିକୁ ସେମାନେ ପର ହୋଇଯାଉଛନ୍ତି। ପୁଣି ଜୀବନଯାତ୍ରା ଭିତରେ ଆଉ କାହା କାହା ସହ ଭେଟ ହୋଇ ଗଢ଼ି ଉଠୁଛି ନୂଆ ନୂଆ ସଂସାର। ଏପରି ଏକ ଦୁନିଆରେ 4.5 ଦଶନ୍ଧିର ପ୍ରତୀକ୍ଷା ସମ୍ଭବ କେମିତି? ବହୁ ଅମୀମାଂସିତ ପ୍ରଶ୍ନର ଜାଲ ଭିତରେ ଛନ୍ଦି ହେଇଯାଉଥିଲେ ସେହି ଅପେକ୍ଷାରତ ଗ୍ରାମବାସୀ। 70 ଦଶକରେ ଡାକ୍ତର ପତିଙ୍କର ବିବାହ ହୋଇଥିଲା ଏକ ବ୍ରାହ୍ମଣ ଶାସନର ଜଣେ କୃଷକଙ୍କର କନ୍ୟା ସହିତ। ବହୁ କଷ୍ଟରେ ବାପା ଆଦରର କନ୍ୟାକୁ ବିଭା ଦେଇଥିଲେ ତାଙ୍କର ପାରୁ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରି। ସେତେବେଳ ପର୍ଯ୍ୟନ୍ତ ତାଙ୍କର ଡାକ୍ତରୀ ଶିକ୍ଷା ସମାପ୍ତ ହୋଇନଥାଏ। ଆରମ୍ଭ ହୋଇଗଲା ବୈବାହିକ ଜୀବନ। MBBS ପାଠ୍ୟକ୍ରମ ସମ୍ପୂର୍ଣ୍ଣ କଲା ପରେ ଡାକ୍ତର ପତି ଚାହିଁଲେ ଉଚ୍ଚଶିକ୍ଷା ଲାଭ କରିବାକୁ। ପିଲାଟିଏ ସେତେବେଳକୁ ଭୂମିଷ୍ଠ ହୋଇସାରିଲାଣି। ଶ୍ୱଶୁର ଜୟୀଙ୍କ ଭିତରେ ସାମାନ୍ୟ କଥାରୁ କଥା କଟାକଟି ହେଇଗଲା। ଆହତ ହେଲେ ଡାକ୍ତର ବାବୁ। ଛାଡ଼ିଦେଲେ ଓଡ଼ିଶା, ଚାଲିଗଲେ ଦୂରକୁ, ବହୁ ଦୂରକୁ। ଡାକ୍ତରଙ୍କର ଆଉ ଖୋଜ ଖବର ମଧ୍ୟ ମିଳିଲାନି। ଜଣା ପଡ଼ିଲା ନାହିଁ ଏତେ ବଡ଼ ବିଶ୍ୱର କେଉଁଠି ରହିଗଲେ ସେ। ପତ୍ନୀ ଓ ପୁତ୍ର କଥା ତାଙ୍କର ମନେ ପଡୁଥିଲା କି ନାହିଁ ସେ କଥା ତ କହିବା କଷ୍ଟକର। ତେବେ ସେ ଆଉ ସମ୍ପର୍କରେ ନଥିଲେ। ବେଶ କିଛି ଦିନ ପରେ ଜଣା ପଡ଼ିଲା ଡାକ୍ତରବାବୁ ଦିଲ୍ଲୀରେ ଅଛନ୍ତି। ତାଙ୍କୁ ଯୋଗାଯୋଗ କରିବାକୁ ଶତ ଉଦ୍ୟମ ବିଫଳ ହେଲା। ତାଙ୍କର ସବୁଠାରୁ ପ୍ରିୟ ଭଉଣୀଙ୍କ ପାଖକୁ ସେ କିଛି ମାସର ବ୍ୟବଧାନ ପରେ ଚିଠି ଲେଖିଲେ। ସେ ଚିଠିରୁ ତାଙ୍କର ଅଭିମାନ ବାରି ହେଲା, କିନ୍ତୁ କୌଣସି ପ୍ରତିକାର ସମ୍ଭବ ହୋଇପାରିଲା ନାହିଁ। ବେଶ କିଛି ଦିନ ପରେ ଜଣା ପଡ଼ିଲା ଯେ ସେ ଚାଲି ଯାଇଛନ୍ତି ବିଦେଶ। ୟା ଭିତରେ ସେ ଉଚ୍ଚଶିକ୍ଷା ଲାଭ କରି ବେଶ ଖ୍ୟାତନାମା ସଂସ୍ଥାରେ ଉଚ୍ଚ ବେତନରେ ଚାକିରି ମଧ୍ୟ କରିଛନ୍ତି। ବିବାହ ହେଲା ଝିଅ ବାପ ଘରେ ଶୋଭା ପାଏନା। ପୁଣି କୋଳରେ ଏକ ଛୋଟ ପୁଅ। ବାପା ଅନେଇ ପାରନ୍ତିନି ଝିଅର ମୁହଁକୁ। ଝିଅ ଆଖିରେ ଆଖି ମିଶେଇ ପାରେନା ବାପା ସହ। ସେଥିରେ ପୁଣି ସାବତ ମା। ପିଲାଦିନରୁ ମା ଛେଉଣ୍ଡ ପିଲାର ଯତ୍ନ ପାଇଁ ବାପା କରିଥିଲେ ଦ୍ୱିତୀୟ ବିବାହ। ଏପରି ଏକ ଦୁଃଖଦ ଦୋଛକିରେ ମା ପୁଅଙ୍କ ପାଇଁ ଅନ୍ଧକାର ହୋଇଗଲା ପୃଥିବୀ। ଜଣେ ଡାକ୍ତରଙ୍କ ପୁଅ ବାପା ପାଖରେ ଥିଲେ ହୁଏତ ସୁଖଶ୍ରୀରେ ଭାସୁଥାନ୍ତା, କିନ୍ତୁ ପିତାର ଅନୁପସ୍ଥିତିରେ ସେ ଆଜି ଅପାଙ୍କ୍ତ୍ୟ। ମନକୁ ଜୋର ଦେଲେ ଶ୍ରୀମତୀ ପତି। ହଁ, ତାଙ୍କୁ କିଛି କରିବାକୁ ହେବ। ତେଣୁ କାକାଙ୍କ ସହାୟତାରେ ସିଟି ଟ୍ରେନିଂ ନେଲେ। ଦକ୍ଷତାର ସହ ଉତ୍ତୀର୍ଣ୍ଣ ହୋଇ ଶିକ୍ଷୟିତ୍ରୀ ଚାକିରିଟିଏ କଲେ। ମାସକୁ ମାସ ବେଶ କିଛି ଦରମା ମଧ୍ୟ ଆସିଲା। ଧୀରେ ଧୀରେ ପୁଅ ବଡ଼ ହେଲା, ପାଠ ପଢିଲା, ବାହା ହେଲା, ନାତି ନାତୁଣୀ ହେଲେ। ପଛକୁ ଆଉ ଫେରି ଚାହିଁ ନାହାନ୍ତି ଶ୍ରୀମତୀ ପତି। ତେବେ ଛାତି ଭିତରେ ପର୍ବତାକାର ଏକ ଅଭିମାନକୁ ଧରି ନିରନ୍ତର ପେଶି ହୋଇ ଚାଲିଥିଲେ ସେ। ସମସ୍ତେ ଶୋଇଗଲା ପରେ ବିବାହ ବେଦୀର ଫଟୋଟି କାଢ଼ି ଦେଖୁଥିଲେ। ପ୍ରତିବର୍ଷ ଗଣନା କରୁଥିଲେ କେତେ ବୟସ ହେଇଥିବ ତାଙ୍କର, କେମିତି ଦିଶୁଥିବେ ସେ, କ'ଣ କରୁଥିବେ, କେଉଁଠି ଥିବେ। ସକାଳେ ଠାକୁର ଘରେ ଆଉ ସନ୍ଧ୍ୟାରେ ତୁଳସୀ ମୂଳରେ ମୁଣ୍ଡିଆ ମାରିଲା ବେଳେ ପିଲାଙ୍କ ଅଲକ୍ଷ୍ୟରେ କେବଳ 2 ବୁନ୍ଦା ଲୁହ ହିଁ ଛାତିର ଓଜନକୁ କିଛିଟା ହାଲୁକା କରୁଥିଲା।
ଅମାବାସ୍ୟାର କିଟିକିଟି ଅନ୍ଧକାର ଭିତରେ ଗେଟ୍ ପାଖରେ ଶବ୍ଦ ଶୁଭିଲେ ଚେଇଁ ଉଠୁଥିଲେ ଶ୍ରୀମତୀ ପତି। ଜହ୍ନ ରାତିରେ ସାମ୍ନା ଗଙ୍ଗଶିଉଳି ଗଛର ଛାଇକୁ ଦେଖି ଚମକି ଉଠୁଥିଲେ ସେ। କିଏ ଜଣେ ଆସିଲା କି? ଅଧୀରରେ ମେଘ ଘୋଟିଲେ ଆକାଶକୁ ଦୃଷ୍ଟି ବିସ୍ତାରିତ କରି ସେ ଖୋଜୁଥିଲେ ତାଙ୍କର ପ୍ରିୟ ମଣିଷକୁ। ଖରାଦିନେ ଦ୍ୱିପ୍ରହରରେ ଝାଞ୍ଜି ବୋହିଲେ ସେ ନିଜକୁ ପଚାରୁଥିଲେ, ଏତେ ଖରାଟାରେ କୋଉଠି ଅଟକି ଯାଇଛନ୍ତି କି ଡାକ୍ତର ବାବୁ? ଏଇ ବର୍ଷେ ତଳେ ପୁଅ କାହାଠାରୁ ଖବର ପାଇ ପୁଣି ଆରମ୍ଭ କଲା ଅନୁସନ୍ଧାନ। ବହୁବାର ଯିବା ପରେ ପିତାଙ୍କର ସନ୍ଧାନ ମିଳିଲା। ପିତା ପୁତ୍ରଙ୍କର ମିଳନ ହେଲା। ଯିବା ଆସିବା ବଢିଲା। ଡକ୍ଟର ପତିଙ୍କର ଅଭିମାନ ଭାଙ୍ଗି ପୁତ୍ର ତାଙ୍କର ହୃଦୟ ଜୟ କରିବା ପରେ ଆଜି ଆସୁଛନ୍ତି ଡାକ୍ତର। ସେଇଥିପାଇଁ ପ୍ରତୀକ୍ଷା। ଆଜି ଘରଦ୍ୱାର ଲିପାପୋଛା ପରିଷ୍କାର କରି ଠାକୁରଙ୍କୁ ଅନେକ ଫୁଲରେ ସଜ୍ଜିତ କରିଛନ୍ତି ଶ୍ରୀମତୀ ପତି। ଏପ୍ରିଲ ମାସର ଭୟଙ୍କର ଗ୍ରୀଷ୍ମ ଭିତରେ ବି ତାଙ୍କ ଗୃହର ପରିବେଶ ହୋଇ ଉଠିଥିଲା ମଧୁମୟ। ଅନେକ ପକ୍ଷୀର କଳରବରେ ଆଜି ସତେକି ମର୍ତ୍ତ୍ୟରେ ତାଙ୍କ ପାଇଁ ସୃଷ୍ଟି ହୋଇଛି ଅମରାବତୀ। ଯେଉଁଠାରେ ଆଜକୁ ଦଶନ୍ଧି ଦଶନ୍ଧି ଧରି ରାଜୁତି କରୁଥିଲା ଅନ୍ଧକାର, ସେଠାରେ ହଠାତ୍ ଯେମିତି ଆକାଶକୁ ସ୍ୱର୍ଣ୍ଣିମ ଆଭାରେ ଆଲୋକିତ କରି ଉଦୟ ହୋଇ ଉଠୁଥିଲେ ସୂର୍ଯ୍ୟ। କାରର ହର୍ନ ଶୁଭିଲା। ସମସ୍ତେ ସଜାଗ ହୋଇ ଉଠିଲେ। ସଚଳ ହୋଇ ଉଠିଲା ଗ୍ରାମ। ଗାଡ଼ି ଆସି ଗେଟ୍ ପାଖରେ ଲାଗିଲା। ଗାଡ଼ି ଭିତରୁ ବାହାରି ଆସିଲେ ଜଣେ ଗୌରବର୍ଣ୍ଣର ଶୀର୍ଣ୍ଣକାୟ ଅଥଚ ତେଜୋଦୀପ୍ତ ମଣିଷ। ଗ୍ରାମବାସୀ ସୂଚୀଭେଦ୍ୟ ନିରବତାରେ ଅନେଇ ରହିଥିଲେ। କେହି ଜଣେ କହି ପକାଇଲା, ୱେଲକମ୍ ମଉସା, ୱେଲକମ୍। ଡାକ୍ତରବାବୁ ମଧ୍ୟ ଅଭିବାଦନ ଜଣାଇଲେ। ବିନମ୍ର ଆପଣା ପଣିଆରେ ଆଉ ଜଣେ କହିଲା, ଏବେ ଆଉ ଆମେ ଆପଣଙ୍କୁ ଛାଡ଼ିବୁନି ଯେ, ଆମକୁ ଦେଖିବ, ଚିକିତ୍ସା କରିବ, ଆମର ହେଇ ରହିବ। ହଠାତ୍ ଘର ଭିତରୁ ଚାପା କ୍ରନ୍ଦନର ସ୍ୱର ଶୁଭିଲା। ସମସ୍ତେ ଗମ୍ଭୀର ହୋଇ ଉଠିଲେ। ବରର ଆଗମନରେ କନ୍ୟା ଘରୁ ଶୁଭୁଥିବା ଆବେଗମୟ ପରିବେଶଟିଏ ସତେକି ସୃଷ୍ଟି ହେଇ ଉଠୁଥିଲା।